ପିଲାମାନେ ତୁମ ସମସ୍ତଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ପ୍ରତିଦିନ ଭଳି ଆଜି ମଧ୍ୟ ଆମେ ତୁମର ଡେଲି 10 ମିନିଟ୍ କରେଣ୍ଟ ଆଫେୟାର୍ସ ଶୋରେ ଆମେ ତୁମର ଯେଉଁ ନ୍ୟାସନାଲ୍ ଏବଂ ଇଣ୍ଟରନ୍ୟାସନାଲ୍ ଟପ୍ 15 କ୍ୱେଶ୍ଚନ୍କୁ ଆମେ ଡିସ୍କସନ୍ କରିବା, ଯେଉଁଟାକି ତୁମର ଆଗାମୀ ଯେଉଁ CGL, CHSL ଏବଂ କମ୍ବାଇନ୍ ଏକ୍ଜାମ୍ ଯେଉଁ ଆସୁଛି RI, ଅମି ନିଶ୍ଚିତ ଭାବେ ତୁମକୁ କ'ଣ କରିବ, ହେଲ୍ପଫୁଲ୍ କରିବ। ତ ପିଲାମାନେ ଆଜିର ପ୍ରଥମ କ୍ୱେଶ୍ଚନ୍ ଆମେ କ'ଣ କହିଛି ଡିସ୍କସନ୍ କରିବା। ପିଲାମାନେ ପ୍ରଥମ କ୍ୱେଶ୍ଚନ୍ କ'ଣ କହିଛି ନା ହ୍ୱେନ୍ ୱାଜ୍ ୱାର୍ଲଡ ରେଞ୍ଜର ଡେ ସେଲିବ୍ରେଟ୍ ରିସେଣ୍ଟଲି। ସେ କହୁଛି କେବେ ଆମର ୱାର୍ଲଡ ରେଞ୍ଜର ଡେ ସେଲିବ୍ରେଟ୍ କରାଯାଏ। ମନେ ରଖିବ, ଯେଉଁ ୱାର୍ଲଡ ରେଞ୍ଜର ଡେ ଆମର କେବେ ସେଲିବ୍ରେଟ୍ କରାଯାଏ, 31 ଜୁଲାଇ। ମନେ ରଖିବ 31 ଜୁଲାଇକୁ। ପିଲାମାନେ ତୁମର ଯେଉଁ ଆଗାମୀ ଏକ୍ଜାମ୍ ଆସୁଛି OSSC ହେଉ କିମ୍ବା OSSCର ଯେତେ ବି ଏକ୍ଜାମ୍ ନିଶ୍ଚିତ ଭାବେ ଡେଟ୍ରୁ ତୁମର ଗୋଟିଏ ବା ଦୁଇଟି କ୍ୱେଶ୍ଚନ୍ ନିଶ୍ଚିତ ଆସୁଛି। ତେଣୁ ଆମେ ସେଥିପାଇଁ ପ୍ରତ୍ୟେକ ଦିନ ପ୍ରଥମ କ୍ୱେଶ୍ଚନ୍ ହିଁ ତୁମର ଡେଟ୍ରେ ହିଁ ରଖିଥାଏ ଏବଂ ତୁମେ ନିଶ୍ଚିତ ଭାବେ ଯେଉଁ ସେସନ୍ ଆଗକୁ ତୁମକୁ ସ୍କୋର କରିବାରେ ଭଲ ହେଲ୍ପଫୁଲ୍ କରିବ। ଠିକ୍ ଅଛି, ଦେନ୍ ଆସିବା କ୍ୱେଶ୍ଚନ୍ ନମ୍ବର 2। ରିସେଣ୍ଟଲି ହୁ ହେଜ୍ ବିନ୍ ଆପଏଣ୍ଟେଡ୍ ଆଜ୍ ଦ CMD ଅଫ୍ ଇଷ୍ଟର୍ନ କୋଲଫିଲ୍ଡ ଲିମିଟେଡ୍। ସେ କହିଛି ଆମର କାହାକୁ CMDର ଆମର ଇଷ୍ଟର୍ନ କୋଲଫିଲ୍ଡ ଲିମିଟେଡ୍ର କ'ଣ ଆପଏଣ୍ଟ କରାଯାଇଛି, ଆପଏଣ୍ଟେଡ୍ ଆଜ୍ ଦ CMD ଅଫ୍ ଇଷ୍ଟର୍ନ କୋଲଫିଲ୍ଡ ଲିମିଟେଡ୍। ଠିକ୍ ଅଛି, ତ କ୍ୱେଶ୍ଚନ୍ ନମ୍ବର 2ର ସଠିକ୍ ଆନ୍ସର୍ ତାହେଲେ କ'ଣ ହେଇଯିବ, ସତୀଶ ଝା। ମନେ ରଖିବ ସତୀଶ ଝାକୁ ଆମର କ'ଣ କରାଯାଇଛି ନା ଇଷ୍ଟର୍ନ କୋଲଫିଲ୍ଡ ଲିମିଟେଡ୍ର CMD ଭାବେ କ'ଣ କରାଯାଇଛି, ଆପଏଣ୍ଟ କରାଯାଇଛି। ଦେନ୍ ଆସିବା ପିଲାମାନେ କ୍ୱେଶ୍ଚନ୍ ନମ୍ବର 3। ରିସେଣ୍ଟଲି ହୁ ୱିଲ୍ ବିକମ୍ସ ଦ ପ୍ରେସିଡେଣ୍ଟ ଅଫ୍ ଏସିଆନ୍ କ୍ରିକେଟ୍ କାଉନସିଲ୍। ଭେରି ଇମ୍ପୋର୍ଟାଣ୍ଟ ପିଲାମାନେ। ସେ କହୁଛି ଏସିଆନ୍ କ୍ରିକେଟ୍ କାଉନସିଲ୍ ଯେଉଁ SCC ରହୁଛି, ସେ ଏସିଆନ୍ କ୍ରିକେଟ୍ କାଉନସିଲ୍ର ସେ କହୁଛି କିଏ ପ୍ରେସିଡେଣ୍ଟ। ମନେ ରଖିବ ସଠିକ୍ ଆନ୍ସର୍ କ'ଣ ହେଇଯିବ, ମସିନ୍ ନାକ୍ୟୁବି। ମନେ ରଖିବ ଅପସନ୍ ସି, ମସିନ୍ ନାକ୍ୟୁବି। ତ ଦେନ୍ ଆସିବା କ୍ୱେଶ୍ଚନ୍ ନମ୍ବର 4 ପିଲାମାନେ। ହ୍ୱେୟାର ୱିଲ୍ ଦ 32nd ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅଫ୍ ଏଗ୍ରିକଲଚର ଇକୋନୋମିଷ୍ଟ ବି ହଲ୍ଡ ରିସେଣ୍ଟଲି। ସେ କହୁଛି କେଉଁଠାରେ ଆମର ଯେଉଁ 32ତମ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଏଗ୍ରିକଲଚର ଇକୋନୋମିଷ୍ଟ ହଲ୍ଡ କରାଯାଇଛି। ମନେ ରଖିବ କେଉଁଠାରେ ଆମର ନା ନ୍ୟୁ ଦିଲ୍ଲୀ, କ୍ୟାପିଟାଲ ନ୍ୟୁ ଦିଲ୍ଲୀଠାରେ। ନ୍ୟୁ ଦିଲ୍ଲୀରେ ଆମର କ'ଣ କରାଯାଇଛି ନା ଏଗ୍ରିକଲଚରାଲ ଇକୋନୋମିଷ୍ଟ କନଫରେନ୍ସ ରିସେଣ୍ଟଲି କ'ଣ କରାଯାଇଛି, ହଲ୍ଡ କରାଯାଇଛି। ଦେନ୍ ଆସିବା 5 ନମ୍ବର କ୍ୱେଶ୍ଚନ୍। ରିସେଣ୍ଟଲି ହୁ ହେଜ୍ ଲଞ୍ଚଡ ଇଣ୍ଡିଆ ଟୁ ଏଣ୍ଟର ଦ ଇଣ୍ଡିଆନ୍ ଜୁଏଲାରୀ ମାର୍କେଟ। ସେ କହିଛି ରିସେଣ୍ଟଲି କିଏ ଲଞ୍ଚ କରିଛି ଆମର ଇଣ୍ଡିଆ ଟୁ ଏଣ୍ଟର ଦ ଇଣ୍ଡିଆନ୍ ଜୁଏଲାରୀ ମାର୍କେଟ। ଇଣ୍ଡିଆନ୍ ଜୁଏଲାରୀ ମାର୍କେଟକୁ ଏଣ୍ଟର କରିବା ପାଇଁ ଇଣ୍ଡିଆ ରିସେଣ୍ଟଲି କିଏ ଲଞ୍ଚ କରିଛି ନା କେଉଁ ଇଣ୍ଡଷ୍ଟ୍ରି ନା ବିର୍ଲା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରି। ମନେ ରଖିବ କ୍ୱେଶ୍ଚନ୍ ନମ୍ବର 5ର ସଠିକ୍ ଆନ୍ସର୍ କ'ଣ ହେଇଯିବ, ଅପସନ୍ ସି ଇଜ୍ ଦ ରାଇଟ୍ ଆନ୍ସର୍, ବିର୍ଲା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରି। ଦେନ୍ ଆସିବା କ୍ୱେଶ୍ଚନ୍ ନମ୍ବର 6। ହୁ ହେଜ୍ ରିସେଣ୍ଟଲି ବିକମ୍ସ ଦ ନ୍ୟୁ ଚେୟାରମ୍ୟାନ୍ ଅଫ୍ UPSC। ଦେଖ ପିଲାମାନେ ଇଏ ଭେରି ଇମ୍ପୋର୍ଟାଣ୍ଟ, ଇଏ ଭେରି ଇମ୍ପୋର୍ଟାଣ୍ଟ ଏବଂ ତୁମର କ୍ୱେଶ୍ଚନ୍ ଓରିଏଣ୍ଟେଡ଼ ପୁରା। ସେ କହିଛି ଆମର ରିସେଣ୍ଟଲି କାହାକୁ UPSCର, ଠିକ୍ ଅଛି, UPSCର ଆମର ନ୍ୟୁ ଚେୟାରମ୍ୟାନ୍ ଭାବେ ଆପଏଣ୍ଟ କରାଯାଇଛି। ମନେ ରଖିବ ସଠିକ୍ ଆନ୍ସର୍ କି ଅପସନ୍ ଏ, ପ୍ରୀତି ସୁଦନକୁ ଆମର ନ୍ୟୁ ଚେୟାରମ୍ୟାନ୍ ଭାବେ UPSCର କ'ଣ କରାଯାଇଛି, ଆପଏଣ୍ଟ କରାଯାଇଛି। ଦେନ୍ ଆସିବା କ୍ୱେଶ୍ଚନ୍ ନମ୍ବର 7। କ୍ୱେଶ୍ଚନ୍ ନମ୍ବର 7 କ'ଣ କହିଛି ନା ହ୍ୱେୟାର ହେଜ୍ ଫରେନ୍ ମିନିଷ୍ଟର S ଜୟଶଙ୍କର ରିସେଣ୍ଟଲି ଅନଭେଲ୍ଡ ଦ ଷ୍ଟାଚ୍ୟୁ ଅଫ୍ ମହାତ୍ମା ଗାନ୍ଧୀ। ସେ କହିଛି ଆମର ଯେଉଁ ଫରେନ୍ ମିନିଷ୍ଟର ନାମ କ'ଣ, S ଜୟଶଙ୍କର। ସେ କହିଛି ରିସେଣ୍ଟଲି କେଉଁ ମହାତ୍ମା ଗାନ୍ଧୀଙ୍କ ଯେଉଁ ଷ୍ଟାଚ୍ୟୁକୁ ସେ ଅନଭେଲ୍ଡ କରିଛନ୍ତି, କେଉଁଠାରେ ପିଲାମାନେ ନା ଅପସନ୍ ସି, ଟୋକିଓରେ। କେଉଁଠାରେ, ଟୋକିଓରେ। ଦେନ୍ ଆସିବା କ୍ୱେଶ୍ଚନ୍ ନମ୍ବର 8। ରିସେଣ୍ଟଲି ଏମ୍ରିଡୁ ପବନ ଦାସ ହେଜ୍ ବିକମ୍ସ ଦ ହାଇ କମିଶନର ଅଫ୍ ଇଣ୍ଡିଆ ଇନ୍ ହ୍ୱିଚ୍ କଣ୍ଟ୍ରି। ସେ କହିଛି ରିସେଣ୍ଟଲି ଯେଉଁ ଏମ୍ରିଡୁ ପବନ ଦାସ ଯିଏକି ହାଇ କମିଶନର ଅଛନ୍ତି, ସେ କହିଛି ମାନେ ହାଇ କମିଶନର ଅଫ୍ ଇଣ୍ଡିଆର ହାଇ କମିଶନର। ସେ କହିଛି କେଉଁଠି ଇଏ ହାଇ କମିଶନର ଭାବେ ଆପଏଣ୍ଟ ହେଇଛନ୍ତି। ମନେ ରଖିବ କେଉଁ କଣ୍ଟ୍ରି ନା ଆରୱାଣ୍ଡା। ମନେ ରଖିବ ଆରୱାଣ୍ଡା। ଠିକ୍ ଅଛି, ଦେନ୍ ଆସିବା କ୍ୱେଶ୍ଚନ୍ ନମ୍ବର 9। ହୁ ହେଜ୍ ରିସେଣ୍ଟଲି ଷ୍ଟାର୍ଟେଡ୍ e-health teleconsultancy facility for ex servicemen। ମନେ ରଖିବ କିଏ ଷ୍ଟାର୍ଟେଜ୍ କରିଛି ନା ଇଣ୍ଡିଆନ୍ ଆର୍ମି। ମନେ ରଖିବ ସଠିକ୍ ଆନ୍ସର୍ ଅପସନ୍ ସି, ଇଣ୍ଡିଆନ୍ ଆର୍ମି। ଦେନ୍ ପିଲାମାନେ କ୍ୱେଶ୍ଚନ୍ ନମ୍ବର 10। ରିସେଣ୍ଟଲି ମାସୁଦ ପେଜକାସିଆନ୍। ମନେ ରଖିବ ଇଏ ଇମ୍ପୋର୍ଟାଣ୍ଟ। ରିସେଣ୍ଟଲି ମାସୁଦ ପେଜକାସିଆନ୍ ହେଜ୍ ଟେକେନ୍ ଓଥ୍ ଆଜ୍ ଏ ପ୍ରେସିଡେଣ୍ଟ ଅଫ୍ ହ୍ୱିଚ୍ କଣ୍ଟ୍ରି। ମନେ ରଖିବ କେଉଁ କଣ୍ଟ୍ରିର ରିସେଣ୍ଟ ଯେଉଁ
आमर मसूद पेजकेशियन जे कि प्रेसिडेंट भावे अपॉइंट होती मन रख कौटी ना ऑप्शन बी ईरान रे कौटी पिला माने ईरान रे। देन आसिया क्वेश्चन नंबर 11 रिसेंटली व्हेयर विल इंडिया होस्ट द फर्स्ट मल्टीनेशनल एयरफोर्स एक्सरसाइज तरंग शक्ति 2024 से कही रिसेंटली केउठारे इंडिया होस्ट करछि फास्ट मल्टीनेशनल एयर एक्सरसाइज मन रखियो फास्ट मल्टीनेशनल एयर एक्सरसाइज जार नाम कौन तरंग शक्ति से कौठारे होस्ट करछि इंडिया रो मन रखियो कौठी ऑप्शन सी तमिलनाडु कौठी पिला माने तमिलनाडु ठीक अछि। देन आसिया क्वेश्चन नंबर 12 रिसेंटली सिंगापुर हैज व्हिच कंट्री हैव साइन ए सिविल न्यूक्लियर कॉर्पोरेशन एग्रीमेंट से कही रिसेंटली सिंगापुर एंड कौन कंट्री रिसेंटली साइन कर ना सिविल न्यूक्लियर कोऑपरेशन एग्रीमेंट मन रखियो पिला माने सटीक आंसर कही ऑप्शन ए अमेरिका सिंगापुर आउ किए अमेरिका। देन आसिया क्वेश्चन नंबर 13 रिसेंटली हु हैज टेकन ओवर एज द मैनेजिंग डायरेक्टर ऑफ नेशनल हाउसिंग बैंक वेरी वेरी इंपोर्टेंट ये रहिबो से कही नेशनल हाउसिंग बैंक रे मैनेजिंग डायरेक्टर भाव किए रिसेंटली कौन कर अपॉइंट नहीं मन रखियो सटीक आंसर कौन हो संजय शुक्ला। देन आसिया क्वेश्चन नंबर 14 रिसेंटली हु हैज बीन इलेक्टेड एज द वाइस प्रेसिडेंट ऑफ IPEF सप्लाई चेन काउंसिल जो IPEF सप्लाई चेन काउंसिल अच्छी से कही से वाइस प्रेसिडेंट भाव किए रिसेंटली माने हु हैज बीन इलेक्टेड एज ए वाइस प्रेसिडेंट मन रखियो इंडिया से कौन है वाइस प्रेसिडेंट भाव इलेक्ट होती तो मन रखियो पिला माने ये थिला तुम आज 2 अगस्ट टॉप 14 इंपोर्टेंट MCQ अकॉर्डिंग टू किस नेशनल और इंटरनेशनल निश्चित भाव जब सेसन भल लगता है लाइक कर शेयर कर और सब्सक्राइब कर रख फॉर मोर अपडेट ठीक अच्छे पिला माने आज तुम ये धन्यवाद।